ଶନିବାର ଦିନ ରାତିରେ ଆମେ ଡ୍ୟୁଟିରୁ ଆସିଲା ଟାଇମ୍ରେ ଆମେ ଭାବିଲୁ ସେ ରୋଡ଼ ନ ଦେଇକିରି ଅନ୍ୟ ରୋଡ଼ରେ ଆସିବା ପାଇଁ। ମୁଁ ଆପଣଙ୍କୁ କହୁଥିଲି କମ୍ପାନୀ ଭିତରେ ଗୋଟେ ରାସ୍ତା ଅଛି, ସେ ରାସ୍ତାରେ ଆସିବା ପାଇଁ। ଆପଣ ପଛ ଭିଡ଼ିଓରେ ଦେଖିଥିବେ। ଆମେ ଯେତେବେଳେ କମ୍ପାନୀରୁ ବାହାରିଲୁ ତ ଅଲଗା ରୋଡ଼ ପାଇଁ ଚେଷ୍ଟା କଲୁ ଆସିବା ପାଇଁ, କିନ୍ତୁ ସତ କଥା 5-6 ଜଣ ରହିଲେ ଗ୍ରୁପ୍ ଦ୍ୱାରା ଆସିଲେ କାହାର ଗୋଟେ ତାଳମେଳ ରୁହେନି। ସମସ୍ତଙ୍କ ସହିତ ହୁଏ ଗୋଟେ। ଜଣେ କହୁଥିବ ନାଇଁ ସେ ରୋଡ଼ରେ ଯିବା, ଜଣେ କହୁଥିବ ଏ ରୋଡ଼ରେ ଯିବା ପାଇଁ, ଜଣେ କହୁଥିବ ସେ ରୋଡ଼ରେ ଯିବା ପାଇଁ, ମାନେ କାହା କଥା ତାଳମେଳ ମିଳିଲାନି। ଆଉ ମୁଁ ତ ଏକୁଟିଆ ଜଣେ ଓଡ଼ିଆ ପିଲା, ସମସ୍ତେ ବିହାରୀ। ତ ବିହାରୀ ମାନେ ତ ତାଙ୍କର କଥାରେ ତାଳମେଳ ଥାଏ। ତ ମୋର ଗୋଟେ ଡିସିସନ୍ ଥିଲା, ନାଇଁ ଆମେ ଯିବା ଯେଉଁ ରୋଡ଼ ଫାଷ୍ଟ କଥା ହେଇଛେ ସେଇ ରୋଡ଼ରେ ହିଁ ଯିବା। ତାପରେ ସେଇ ରୋଡ଼ରେ ହିଁ ଆସିଲୁ, ଅଲଗା ରୋଡ଼ରେ ଆସିଲୁ ଯେଉଁପଟେ କଥା ହେଇଥିଲୁ। ତ କିଛି ବାଟ ଆସିଛୁ, ଆଉ ଜଣେ ପିଲାଟା କହିଲା ଆରେ ଦେଖିବା ସେଠି ଆଗରେ କେହି ନାହାନ୍ତି, ମୁଁ ଯାଉଛି ଦେଖୁଛି, ନହେଲେ ସେଇପଟେ ଯିବା। ଆମେ ତ ପଳେଇ ଆସିଲେଣି, ଅଧା ବାଟ ଯେ ପଳେଇ ଆସିଲେଣି, ଫେର କାହିଁକି ମରଣକୁ ବରଣ କରିବା, ସେ ରୋଡ଼କୁ ଯିବା। ଫେର କେଉଁଠି ଥିବେ, କେଉଁଠି କ'ଣ କରିବେ, ଆମେ ଆସିଲୁଣି ଅଲରେଡ଼ି, ତ ସେଇ ରୋଡ଼ରେ ଯିବା। ତ ଫାଇନାଲି ସେ କମ୍ପାନୀ ଭିତରେ ଦେଇକିରି ଆସିଲୁ। ତ ଅନ୍ଧାର ଥିଲା, ତ ଫାର୍ଷ୍ଟ ଟାଇମ୍ ବହୁତ ଭଲ ଲାଗିଲା, ଆଉ ଟେନସନ୍ ନାହିଁ, ସିଧା ଆସି ରୁମ୍ ଭିତରେ ପହଞ୍ଚିଗଲୁ।